ଶ୍ରାବଣ ନକ୍ଷତ୍ର ଆଗ ଦିନ ଗୋଟେ ଅଶ୍ୱସ୍ଥ ଗଛକୁ ସନ୍ଧ୍ୟାବେଳେ ପୂଜା କରିବ, ଧୂପ ଦେବ। ମନ୍ତ୍ର ଆଗରୁ ଛାଡ଼ିଛି, ମୋ ଚ୍ୟାନେଲରେ ଦେଖିତେ ପାଇବେ। ଏବଂ ଶ୍ରାବଣ ନକ୍ଷତ୍ର ଦିନ ଅଶ୍ୱସ୍ଥ ଗଛରୁ ଗୋଟେ ମଲାଙ୍ଗ ମାନେ ଡାଳ ତାକୁ ଛେଦନ, ଯେଉଁଟା ଆପଣଙ୍କର ଅଛି ଚିର ଛେଦନ ମନ୍ତ୍ର ମୁଁ ଆଗରୁ ଦେଇଛି, ଛେଦନ କଲାବେଳେ ସେ ମନ୍ତ୍ରଟି ପାଠ କରିବେ। ଏବଂ ଶ୍ରାବଣ ନକ୍ଷତ୍ରର ତା'ର ଡାଳ ଖଣ୍ଡେ ଆଣିବେ, ତାକୁ ଯାଉ ଖାଇବାକୁ ଦେବେ ବସ୍ୟ। ଏବଂ କୌଣସି ତାବିଜରେ ପୁରେଇ ହନୁମାନ କିମ୍ବା ଶିବ ପାଦ ତଳେ ଛୁଇଁ ହାତରେ ବାନ୍ଧିଲେ ମଧ୍ୟ ଲୋକଙ୍କ ଉପରେ ବସ୍ୟ ପ୍ରଭାବ ପଡ଼ିବ। ଆଜି ଏତିକି, ୟା ପରବର୍ତ୍ତୀ ଅନ୍ୟ ଭିଡ଼ିଓରେ ମୁଁ ଛାଡ଼ିବି। କିନ୍ତୁ ଆପଣ ମୋ ଚ୍ୟାନେଲଟିକି ସବସ୍କ୍ରାଇବ୍ ଏବଂ ଲାଇକ୍ ସେୟାର ଅଧିକ ମାତ୍ରାରେ କରନ୍ତୁ। ମୋ ଚ୍ୟାନେଲ ୟୁଟ୍ୟୁବ୍ ଚ୍ୟାନେଲ ହେଉଛି ଦୁର୍ଯ୍ୟୋଧନ କର 4509। ସବସ୍କ୍ରାଇବ୍ ଏବଂ ଲାଇକ୍ ସେୟାର କରିବେ। ଏତିକି ରହିଲି ଆଜି।